ବଡ଼ ପରଦାକୁ ଆସିବା ଆଗରୁ ବଡ଼ ବିବାଦରେ ଓଡ଼ିଆ ସିନେମା ସନାତନୀ କର୍ମ ହିଁ ଧର୍ମ। ଆଉ ଏହି ସିନେମାକୁ ଅଧିକ କଣ୍ଟ୍ରୋଭର୍ସି କରୁଛନ୍ତି ତପି ମିଶ୍ର। ଆଉ ଏହି ଫିଲ୍ମକୁ ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ବିରୋଧ କରୁଛନ୍ତି। କାହିଁକି ନା ଏହି ଫିଲ୍ମ ରିଲିଜ ପରେ ହିନ୍ଦୁ ଧର୍ମର ଲୋକମାନେ ଆଉ ଗରିବ ଆଦିବାସୀ ଲୋକମାନେ ଜାଣିପାରିବେ ଖ୍ରୀଷ୍ଟିଆନ ଧର୍ମର ଲୋକମାନେ କାହିଁକି ହିନ୍ଦୁ ଧର୍ମର ଲୋକମାନଙ୍କୁ ନେଇକି ଧର୍ମାନ୍ତରୀକରଣ କରୁଛନ୍ତି। ଆଉ ଏହା ପଛରେ ଖ୍ରୀଷ୍ଟିଆନ ଲୋକମାନଙ୍କର କ'ଣ ସ୍ୱାର୍ଥ ଅଛି, ଏହି ସିନେମା ଦେଖିଲେ ଲୋକମାନେ ଜାଣିପାରିବେ ଆଉ ଜାଗ୍ରତ ହୋଇପାରିବେ। ଆଉ ବାକି ରହିଲା ଗୋଇନ୍ଦା ବିଭାଗ କଥା। ସେମାନେ ଏହା ସୂଚନା ଦେଇଛନ୍ତି ଯେ ଏହି ସିନେମା ଓଡ଼ିଶାରେ ଚାଲିଲେ ହିନ୍ଦୁ ଆଉ ଖ୍ରୀଷ୍ଟିଆନ ମାନଙ୍କ ମଧ୍ୟରେ ଦଙ୍ଗା ସୃଷ୍ଟି ହୋଇପାରେ। ଆପଣମାନେ ଜାଣିଥିବେ ଅନେକ ଟାଇମରେ କୌଣସି କାରଣ ନଥାଇ, କୌଣସି ଅଘଟଣା ବା କୌଣସି ଯୁକ୍ତିତର୍କ ନଥାଇ ଖ୍ରୀଷ୍ଟିଆନର ଲୋକମାନେ ଦଙ୍ଗା ସୃଷ୍ଟି କରିଥାନ୍ତି। ଗୋଇନ୍ଦା ବିଭାଗ ଏଥିପାଇଁ ସତର୍କ ସୂଚନା ଜାରି କଲା, କାହିଁକି ନା ଏହି ଫିଲ୍ମକୁ ଓଡ଼ିଶା ସେନ୍ସର ପାସ୍ କରିନଥିଲା। ପରବର୍ତ୍ତୀ ସମୟରେ ସନାତନୀ ଫିଲ୍ମର ଟିମ୍ ମେମ୍ବର ମାନେ ମୁମ୍ବାଇ ଯାଇକି ଏହି ଫିଲ୍ମକୁ ସେନ୍ସର ପାସ୍ କରାଇଥିଲେ। ଏହି ସିନେମା ସନାତନୀ କର୍ମ ହିଁ ଧର୍ମ ସିନେମାକୁ ଯଦି ଆଦିବାସୀ ଏରିଆରେ ବହୁ ମାତ୍ରାରେ ପହଞ୍ଚାଇ ପାରିବେ, ତାହେଲେ ଏହି ସିନେମାର କାହାଣୀ ସାର୍ଥକ ହେବ। ଏହି ସିନେମା ମୁଖ୍ୟତଃ ହିନ୍ଦୁ ଆଉ ଖ୍ରୀଷ୍ଟିଆନ ମାନଙ୍କର କାହାଣୀକୁ ନେଇ ତିଆରି ହୋଇଛି। ଏହି ସିନେମାରେ ଆପଣମାନେ ଦେଖିପାରିବେ ଧର୍ମାନ୍ତରୀକରଣ କିପରି କରୁଛନ୍ତି ଖ୍ରୀଷ୍ଟିଆନର ଲୋକମାନେ। ଗୋଟେ ହିନ୍ଦୁ ଧର୍ମର ଆଦିବାସୀ ବା ଗରିବ ଲୋକର ମାଇଣ୍ଡକୁ ୱାଶ କରି ଖ୍ରୀଷ୍ଟିଆନ ଧର୍ମର ଲୋକମାନେ କିପରି ଯୀଶୁଙ୍କ ନାମ ନେଇ ଯୀଶୁଙ୍କ ପାଖରେ ଶରଣାପନ୍ନ କରୁଛନ୍ତି ଏବଂ ସେହି ଗରିବ ଲୋକର ହାତରେ ତାଙ୍କର ବାଇବେଲ ଧରାଇ ତାଙ୍କ ଜମିକୁ କିପରି ହଡପ କରୁଛି। ଆଉ ମଧ୍ୟ ପାଠ ପଢ଼ିଲେ ଭଗବାନଙ୍କୁ ଅପମାନ କରାଯାଏ ବୋଲି କହିକି ଲୋକମାନଙ୍କୁ ମୂର୍ଖତା ବନାଉଛନ୍ତି, ତାହା ଏହି ସିନେମାରେ ଦେଖିବାକୁ ପାଇବେ। ତପି ମିଶ୍ର ଯେତେବେଳେ ମିଡ଼ିଆ ଆଗକୁ ଆସୁଛନ୍ତି, ସେତେବେଳେ ସେ ହିନ୍ଦୁ ଧର୍ମକୁ ସପୋର୍ଟ କରୁଛନ୍ତି ଆଉ ଖ୍ରୀଷ୍ଟିଆନ ମାନଙ୍କର ଭୁଲ ଦର୍ଶାଉଛନ୍ତି। ଆଉ ସବୁଠୁ ଅଧିକ କଣ୍ଟ୍ରୋଭର୍ସି ହେଉଛି ତପି ମିଶ୍ର ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ଯାହାକୁ ଭଗବାନ ମାନନ୍ତି ଯୀଶୁଙ୍କୁ, ତପି ମିଶ୍ର କହୁଛନ୍ତି ସେ ଭଗବାନ ନୁହନ୍ତି। କାହିଁକି ନା ଯଦି ଭଗବାନ ହୋଇଥାନ୍ତେ ତାହେଲେ ତିନୋଟି କଣ୍ଟାରେ କିପରି ମରିଗଲେ। ଆଉ ଅନେକ ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ଏହାକୁ ବିରୋଧ କରୁଛନ୍ତି, କାହିଁକି ନା ଏହା ସେମାନଙ୍କ ହୃଦୟକୁ ବହୁ ଜୋରରେ ଆଘାତ ଦେଇଛି। ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ଏହି ସିନେମାକୁ ରିଲିଜ କରିବା ପାଇଁ ମନା କରୁଛନ୍ତି ଆଉ କହୁଛନ୍ତି ଏହି ସିନେମାକୁ ବ୍ୟାନ୍ କରାଯାଉ। କିନ୍ତୁ ସେପଟେ ତପି ମିଶ୍ର ଖ୍ରୀଷ୍ଟିଆନ ଧର୍ମର ଲୋକମାନଙ୍କୁ ଆହ୍ୱାନ ଦେଉଛନ୍ତି, ଆସନ୍ତୁ ମୋ ପାଖରେ ବସନ୍ତୁ, ମୋ ସହିତ କଥା ହୁଅନ୍ତୁ, ମୁଁ ଆପଣମାନଙ୍କୁ ବୁଝେଇଦେବି ଯୀଶୁ ବୋଲି କୌଣସି ଭଗବାନ ନାହାନ୍ତି। ଆଉ ମୁଁ ସେଇଦିନ ସବୁ ଖ୍ରୀଷ୍ଟିଆନ ଧର୍ମର ଲୋକମାନଙ୍କୁ ହିନ୍ଦୁ ଧର୍ମରେ ପରିବର୍ତ୍ତନ କରିଦେବି। କିନ୍ତୁ ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ସୋସିଆଲ ମିଡ଼ିଆରେ କେବଳ ଭାଷଣ ମାରୁଛନ୍ତି, ତପି ମିଶ୍ରର ସାମ୍ନା କରିପାରୁନାହାନ୍ତି। ଏହି ଭିଡ଼ିଓ ମାଧ୍ୟମରେ ମୁଁ ଏତିକି କହିବି, ଏହି ସିନେମାକୁ ଅଧିକ ପ୍ରମୋଟ କରାଯାଉ। ଏହି ଭିଡ଼ିଓ ମାଧ୍ୟମରେ ମୁଁ ପୁରା ସନାତନୀ ଟିମ୍ ଆଉ ସନାତନୀ ଧର୍ମର ପିଲାମାନଙ୍କୁ ଆହ୍ୱାନ କରୁଛି, ସେମାନେ ଏହି ଭିଡ଼ିଓକୁ ଆଉ ସନାତନୀ କର୍ମ ହିଁ ଧର୍ମ ସିନେମାକୁ ଆଦିବାସୀ ଏରିଆର ପିଲାମାନଙ୍କୁ ଅଧିକରୁ ଅଧିକ ସେୟାର କରନ୍ତୁ, କାହିଁକି ନା ସେମାନେ ବି ଜାଣିବା ଦରକାର